କେତେବେଳେ ତାକୁ ଟିକେ କ୍ଷୀର ଦିଆହେବ। ଷଣ୍ଢ ବାହାରେ ବୁଲୁଛନ୍ତି, ତାର କାରଣ ହେଉଛି ଆମେ ମାନେ ଗାଈ 30 ଛାଡ଼ି ମଇଁଷି 9ଟା। ଘରର ଏଇ ଛୋଟ ଅତିଥିର ମଧ୍ୟ ସକାଳର ଅପେକ୍ଷା ରହିଥାଏ, କେତେବେଳେ କ୍ଷୀର ଟିକେ ପିଇବ। ବର୍ଷା ସକାଳରେ ଆଜିର ଦିନଟି ଆରମ୍ଭ କରିବା ଗୋ ସେବାରୁ। ମହାପ୍ରଭୁ ସମସ୍ତଙ୍କୁ ଭଲରେ ରଖନ୍ତୁ, ଖୁସିରେ ରଖନ୍ତୁ। ଦାନା ବତୁରେଇ ଦେବା, ପ୍ରଥମେ ଦାନା ବତୁରେଇ ଦେବା, କାରଣ ସବୁ ଗୁହାଳ ସଫା କରି ସାରିଲା ବେଳକୁ ଦାନା ଆରାମସେ ବତୁରି ଯାଇଥିବ ଆଉ ଗାଈକୁ ଖାଇବାକୁ ସୁବିଧା ହେବ। ଉଠୁ ଗୁହାଳ ପରିଷ୍କାର ରଖିବା ଆମର ଦାୟିତ୍ୱ। ସେଥିପାଇଁ ଗୁହାଳକୁ ଯେତେ ପରିଷ୍କାର ରଖିପାରିବେ, ପରିଷ୍କାର ଗୁହାଳ ପରିଷ୍କାର ରହିଲେ ଗାଈମାନଙ୍କ ଦେହ ସବୁ ଭଲ ରହିବ। ତା ସହିତ ସବୁବେଳେ ପରିଷ୍କାର ପାଣିର ବ୍ୟବହାର କରିବ। ଯଦି ପରିଷ୍କାର ପାଣି ନ ରହେ ତାହେଲେ ଗାଈମାନଙ୍କୁ ରୋଗ ହେଇପାରେ, ପେଟ ରୋଗ ହେଇପାରେ। ସେଥିପାଇଁ ସବୁବେଳେ ଖାଇବାକୁ ଦେଲେ ପରିଷ୍କାର ପାଣି ହିଁ ଦେବ। ଗାଈକୁ ଖାଇବାକୁ ଦେବା, ତାପରେ କିଛି ସମୟ ପରେ ଆସିଯିବେ ଗାଈ ଦୁହିଁବାକୁ। ଯେତିକି ସମୟ ଗୋ ସେବା କରୁଛ ଆନନ୍ଦରେ କର, ଖୁସିରେ କର। ଗାଈଙ୍କୁ ଶାନ୍ତିରେ ଖାଇବାକୁ ଦିଅ, ସେମାନେ ଯେମିତି ଖାଇଲେ ଶାନ୍ତି ହେବେ ସେଇ ହିସାବରେ ଖାଇବାକୁ ଦିଅ ଆଉ ଆନନ୍ଦରେ ଦିଅ। ପ୍ରଫୁଲ୍ଲାଇ ଆସିଗଲେଣି, ଟିକେ ଏବେ ଖାଇବା ଦେବା ବନ୍ଦ କରିବାକୁ ପଡ଼ିବ। ତାପରେ ଗାଈ ଦୁହିଁ ସାରିଲା ପରେ ଯାଇକରି ଗାଈ ମୁହାଁ ଭିତରେ ପ୍ରଫୁଲ୍ଲାଇ ଆସି ପହଞ୍ଚିଗଲେ। ତାଙ୍କ ଡ୍ୟୁଟି ଗାଈ ଦୁହିଁବାଟା। ଗାଈ ଦୁହାଁ ସରିଲେ ପୁଣି ଗାଈକୁ ମୁହାଁଇବା। ଏଇ ଯେଉଁ ଦୃଶ୍ୟ, ମା ଠାରୁ ଛୁଆ କ୍ଷୀର ଖାଉଥିବ ଆଉ ଅତି ସୁନ୍ଦର ଦୃଶ୍ୟ ଏଇଟା। ଆଜିର ଡେଟ୍ରେ ଯେଉଁ ମାନେ ଷଣ୍ଢ ବାହାରେ ବୁଲୁଛନ୍ତି, ତାର କାରଣ ହେଉଛି ଆମେ ଗାଈ ଚାଷୀମାନେ ଯେଉଁମାନେ ଗାଈ ରଖୁଛନ୍ତି। ବାଛୁରୀ ଅଣ୍ଡିରା ହେଲା ମାନେ ତାକୁ କିଛି ଦିନ ଗାଈ ଦୁହିଁ ସାରିଲା ପରେ ତାକୁ ଛାଡ଼ି ଦେଉଛନ୍ତି। ସେମାନେ ଯିବେ କୁଆଡ଼େ? ଆଗରୁ ସେମାନେ ସେ ବାଛୁରୀ କୁଆଡ଼େ ପଠାଇ ଦେଉଥିଲେ, କୁଆଡ଼େ ଛାଡ଼ି ଦେଉଥିଲେ, ଠିକ୍ ଅଛି। ଏବେ ଆଉ ସବୁଆଡ଼େ ସେଇ ଅବସ୍ଥା। ଯେହେତୁ ଅଣ୍ଡିରା ବାଛୁରୀ ଯିବେ କୁଆଡ଼େ, ଆଉ ହଳ ବି ନାହିଁ। ତେଣୁ ଷଣ୍ଢମାନଙ୍କ ସଂଖ୍ୟା ଅଧିକା ବଢ଼ିଗଲାଣି। ଚାଷୀମାନେ ହଇରାଣ ହେଉଛନ୍ତି ନିଜେ, ଆଉ ଷଣ୍ଢ ବି ଛାଡ଼ୁଛନ୍ତି ନିଜେ। ଦୁହାଁ ହେବାର ସୁନ୍ଦର ଶବ୍ଦଟିକୁ ଅନୁଭବ କରନ୍ତୁ, ଫିଲ୍ କରନ୍ତୁ। ଗାଈ ଦୁହାଁ ହେବାର ଏ ଯେଉଁ ସୁନ୍ଦର ଶବ୍ଦଟି ଫିଲ୍ କରନ୍ତୁ। ଚାଷୀଟିଏ ସେତେବେଳେ ବେଶୀ ଖୁସି ହୁଏ ଯେତେବେଳେ ଆମର ଗାଈ ଜନ୍ମ କରି କ୍ଷୀର ଦିଏ। ସେତେବେଳେ ବହୁତ ଖୁସି ହୁଏ, ବହୁତ ଆନନ୍ଦ ହୁଏ ଏବଂ କ୍ଷୀର ସଂଗ୍ରହ କରିବା ପାଇଁ ବହୁତ ଉତ୍ସୁକ ଥାଏ। ସବୁଠୁ ମହତ୍ତ୍ୱପୂର୍ଣ୍ଣ କାମ ହେଲା ଗାଈ ଦୁହିଁବା। ଯଦି ଗାଈ ରଖୁଛନ୍ତି ତ ନିଜେ ଦୁହିଁବା, ଯଦି ନ ଶିଖିଛନ୍ତି ନିର୍ଭର କରିବ ଗାଈ ଦୁହାଁଳି ଉପରେ। ଆଉ ଯଦି ସିଏ ଯେଉଁ ଦିନ ନ ଆସିବେ ସେ ଦିନଟି ତୁମେ ଯେଉଁ ହଇରାଣ ହେବ ଏଟା ନିଜେ ବୁଝିବ। ତାଙ୍କର ଗୋଟେ ଅଭିଜ୍ଞତା ପଚାରିବା, ଆମର ଯେଉଁ ଭାଇ ଦୁହନ୍ତି, ତମେ ଦୁହିଁଲେ ଅଧିକା ଦୁହିଁବ, ତମେ ନ ଆସିଲେ ନିଜେ ଗାଈ ମାଲିକ ଦୁହିଁ ପାରିବେ କି? ସେତିକି ସେଠି ଦୁହିଁ ପାରୁନାହାନ୍ତି। ଆଉ ତମେ କେତେ ଗାଈ ଦୁହୁଁଛ ପ୍ରତିଦିନ? ଗାଈ 30 ମାନେ ସକାଳ ସନ୍ଧ୍ୟା ମିଶିକି ନା? ବେଳାକୁ 30 60। ତା ସହିତ ନିଜ ମଇଁଷି ଅଛି? ମଇଁଷି କେତେଟା? ମଇଁଷି କେତେଟା ଦୁହୁଁଛନ୍ତି? ମଇଁଷି 9ଟା। ମାନେ ଗାଈ 30 ଛାଡ଼ି ମଇଁଷି 9ଟା। ମାନେ ଏତେ ପରିଶ୍ରମ କ'ଣ ପାଇଁ କରୁଛନ୍ତି? ବଳ ଅଛି। ଆଚ୍ଛା, ହଉ।
ପ୍ରଭୁ ଭଲରେ ରଖନ୍ତୁ, ସେମିତି ସୁସ୍ଥ ରଖିଥାନ୍ତୁ। କର୍ମ କର, କର୍ମ ହିଁ ଭଗବାନ। ଜୟ ଶ୍ରୀ ଜଗନ୍ନାଥ ହର ମହାଦେବ। ଶୁଣିଲେ ତ ଭାଇ ଆମର ପୁରା ପର ଡେ ସକାଳେ ସନ୍ଧ୍ୟାରେ ମିଶିକି 60 ଗାଈ ଦୁହୁଁଛନ୍ତି, ତା ସହିତ 9ଟା ମଇଁଷି, ଆଉ ତା ସହିତ ବି ତାଙ୍କର କର୍ମ ଅଛି। ତାଙ୍କୁ ଭଗବାନ ସୁସ୍ଥ ରଖନ୍ତୁ, ଭଲ ରଖନ୍ତୁ। ବର୍ତ୍ତମାନ ଗାଈ ଦୁହାଁ ସରିଲା, ଏବେ ଆରମ୍ଭ ହେବ ପୁଣି ସେଇ ସେବା ଯେଉଁଠୁ ବନ୍ଦ ଥିଲା ଗାଈ ମୁହାଁ। ଗାଈ ଧୋଇବା ପାଇଁ ଅଧାରୁ ବନ୍ଦ ହେଉଥିଲା ମୁହାଁ, ମୁହାଁ ତ ଆଜି ଟିକେ ଡେରି ହେଇଗଲା। ଏବେ ଯେହେତୁ ଆରମ୍ଭ, ତାପରେ ଆଉ ଦୁଇ ଜଣ ଅଛନ୍ତି, ତାଙ୍କୁ ସାରିଲା ପରେ ଗାଧେଇକି ପୁଣି ଷ୍ଟୋର୍ ଖୋଲିବାର ଅଛି। ଜଲ୍ଦି କାମ କରିବାର ଅଛି, ସବୁ ଧୋଇବାର ଅଛି। ତା ଭିତରେ ଯେଉଁ ମଶା ମାଛି ଉଠେଇକି ବୋଲି ତା ପାଇଁ ଧୂଆଁ ଦେବାକୁ ବି ପଡ଼ିବ। ମୁହାଁମୁହିଁ ସବୁ ସରିଗଲା। ଏବେ ପାଣି ଆଣିକିରି ଧୋଇବା ସବୁ, ତାପରେ ଟିକେ ଧୂଆଁ ଦେଇଦେବା ମଶା ମାଛି ପାଇଁ, ତାପରେ କାମ ସରିବ। ତାପରେ ଗାଧୋଇ ଦେବି, ଷ୍ଟୋର୍ ବସିବା। ବର୍ଷା ଦିନେ ସବୁଠୁ ଜରୁରୀ ହେଉଛି ଗୁହାଳକୁ ସଫା ରଖିବା, ତା ସହିତ ଫିନାଇଲ୍ ପକାଇବା। ଫିନାଇଲ୍ଟା ହେଉଛି ପୁଣି ଧଳା ନୁହେଁ, କଳା ଫିନାଇଲ୍ଟା ମାରିବା। କଳା ଫିନାଇଲ୍ ମାରିଲେ ମଶା ମାଛି କମିଯିବେ। ଆଗ ଝାଡ଼ୁ ମାରି ପାଣି ମାରିବା, ତାପରେ ଫିନାଇଲ୍ଟେ ପକାଇଦେବା, ତାପରେ ଯାଇକି ଧୂଆଁ ଦେବା। ଶେଷ କାମ, ଧୂଆଁଟା ଦେଇଦେବା। ଏମିତି ଟିକେ ଧୂଆଁ ଦେଇଦେଲା ପରେ ତାପରେ ଖଣ୍ଡେ କୁଟା ପକାଇଦେବା ତାଙ୍କରେ, ତାପରେ ଯିବା। এইটা ମୋର ଥିଲା ଶେଷ କାମ, ଆଜିର ଶେଷ କାମ। ସବୁ କାମ ସରିଲା, ଏବେ ଯିବା ଗାଧେଇକି ଷ୍ଟୋର୍ ଖୋଲିବା। ଗୋ ସେବା କେବଳ କାମ ନୁହେଁ, ଆମର ଦୈନନ୍ଦିନ ସେବା ସିଏ ଏବଂ ଦାୟିତ୍ୱ ବି। ଯଦି ଏଇ ଗାଁ ଜୀବନ, ସକାଳର ଗାଁ ଜୀବନ ଆପଣମାନଙ୍କୁ ଭଲ ଲାଗୁଥିବ, ନିଶ୍ଚିନ୍ତ ଭାବରେ ଭିଡ଼ିଓକୁ ଭଲ ପାଇବା ସହିତ କମେଣ୍ଟ ଦେବାକୁ ଭୁଲିବେ ନାହିଁ, ଆଉ ଲାଇକ୍ଟେ ନିଶ୍ଚିନ୍ତ ଭାବରେ ଦେବେ। ଯଦି ବେଶୀ ଭଲ ଲାଗୁଥିବ ତାହେଲେ ନିଶ୍ଚିନ୍ତ ଭାବରେ ସେୟାର କରିବେ। ରହୁଛି ଆପଣମାନଙ୍କୁ ମୋ ମହାଦେବ ଏବଂ ପ୍ରଭୁ ଶ୍ରୀ ଜଗନ୍ନାଥ ଭଲରେ ରଖନ୍ତୁ, ଖୁସିରେ ରଖନ୍ତୁ। ପୁଣି ଦେଖା ହେବ ଆଉ ଗୋଟେ ସୁନ୍ଦର ବ୍ଲଗ୍ରେ। ହର ହର ମହାଦେବ।